ଶଳା ମାଇପ ପଇସା ରଖିଥିଲା ଲୁକେଇ। ହଁ ମତେ କଣ ଲୁଚେଇ ପାରିବ ପଳେଇଲି ଆଉ ମାଲଟା ପିଆ ହବ ଆଜି ଆଉ ଗ୍ଲାସ ଟେ କଲା ଗ୍ଲାସ କେন କରୁଥିଲୁ ମୋବାଇଲ ମତେ ଟିକେ ମରୁ ପିଲେଇ ଦେ ଟିଣ ପଇଣ ଏ ଚିକନି ଛଦି ପିଲେଇ ଦେ ଟିଣ ପଇଣ ଫିଟେଇ ପାରୁନି ବୋଲେ ଗ୍ଲାସ ଆଣେ ଆଜି ପୁରା କେରକେରା ହବ ବୁଝିଲୁ ଟିକେ ଟିକେ ନବା ବେଶୀ ନାହିଁ ଅଳ୍ପ ଅଳ୍ପ ନବା ଜାଣିଲୁ ନା ମୁଁ କହୁଛି ଶୁଣେ ତୁ ମଦ କାନ୍ଦିରେ ରଖିଲୁ ମଦ କାନ୍ଦିରେ ପଡିଗଲା କାହିଁ ପଡିଲା ଜାଣିଛୁ ନା ନ୍ୟୁଟନଙ୍କ ମତ ଅନୁସାରେ ଆମର ପୃଥିବୀ ତଳେ ମାଧ୍ୟାକର୍ଷଣ ଶକ୍ତିରେ ଗୋଟେ ଶକ୍ତି ଅଛି ସେଇ ଶକ୍ତି ସବୁ ଜିନିଷକୁ ତଳକୁ ଟାଣି ନେଉଛି ସେଇଥିପାଇଁ ମଦ କାନ୍ଥଟା ତଳେ ରଖୁ ରଖୁ ତଳେ ପଡିଗଲା ତୁ ଜାଣିନୁ ନା ଆଉ ଜାଣିନଥିବୁ ରେ ଆମର ନ୍ୟୁଟନଙ୍କ ସେକେଣ୍ଡ ମତ କଣ ଜାଣିଛୁ ନା ଦାରିଦ୍ର୍ୟ ଶକ୍ତି ଆଉ ତୁ ଜାଣିନୁ ଆଉ ଦାରିଦ୍ର୍ୟ ଶକ୍ତି ତୁ ଜାଣିନୁ ମୁଁ କହୁଛି ଶୁଣେ ମୁଁ କହୁଛି ଶୁଣେ ଦାରିଦ୍ର୍ୟ ଶକ୍ତି କାହାକୁ କୁହାଯାଏ ମୁଁ ଜାଣିଛି ଏବେ ସବୁ ମଦୁଆ ମାନଙ୍କୁ କହୁଛି ସବୁ ପିଲାମାନଙ୍କୁ ମଧ୍ୟ କହୁଛି ମନେ ରଖିଦିଅ ପରୀକ୍ଷାରେ ପଡିପାରେ ଦାରିଦ୍ର୍ୟ ଶକ୍ତି କାହାକୁ କୁହାଯାଏ ହେଲା ଯେମିତି ସନ୍ଧ୍ୟା ହେଇଗଲେ ଆମ ମାନେ ପୁରା ଆକର୍ଷିତ ହେଇକି ମଦ କାଉଣ୍ଟରକୁ ପଳଉଛେ ସେଇ ଯୋଉ ମଦ ଆମର ମଦକୁ ଆକର୍ଷିତ ଶକ୍ତିଟାକୁ ନ୍ୟୁଟନଙ୍କ ମତ ଅନୁସାରେ ଦାରିଦ୍ର୍ୟ ଶକ୍ତି କୁହାଯାଏ ଯେମିତି ମାଧ୍ୟାକର୍ଷଣ ଶକ୍ତି ବୁଝିଲୁ ମାଧ୍ୟାକର୍ଷଣ ଶକ୍ତି ତଳ ଚୋରେ ସବୁ ଜିନିଷ ତଳକୁ ଟାଣି ନେଉଛି ସେମିତି ଆମର ଦାରୁ ପ୍ରତି ମଦ ପ୍ରତି ଅହେତୁକ ଦୁର୍ବଳତା ଅଛି ବୋଲି ଆମ ମଦ ତାକୁ ପୁରା ଆକର୍ଷିତ ହେଇ ପଳଉଛି ଏଇଟା ନ୍ୟୁଟନଙ୍କ ନିୟମ ଅନୁସାରେ ଆକୁ କୁହାଯାଏ ଦାରୁତ୍ୱ ଶକ୍ତି ସମସ୍ତେ ପିଲା ମନେ ରଖିଥିବେ ହେଲା ତୁ ଜାଣିନୁ ନା ତୁ ତ ପୁରା ତଣ୍ଡିପ ହେଇଗଲୁଣି ରେ ଆରେ ସାର୍ ନିଶାକୁ ଆଉ ଆଚ୍ଛା ତଣ୍ଡିପ ନାଇଁ ପଣ୍ଡିତ ଆମ ପୁରୀ ଜ୍ଞାନୀ ଲୋକମାନଙ୍କୁ ଲୋକ କହୁଛନ୍ତି ପଣ୍ଡିତ ନିଶା ଜାଣିପାରୁନି ଆଉ କଣ ଜାଣିବ ଯିବା ଚାଲେ ପିଲା ମତେ ନିଶା ହେଇଯାଉଛି ବୋଲି କହୁଛି ଆକୁ ନିଶା ହେଇଗଲାଣି